ଆମର ଉଠେଇ ଆମେ ସେମାନେ ଦେଖିବେ ମୁଁ ଠିକ ପଢୁଛି କି ନାହିଁ ତା ସହିତ ଦେଖ ମୁଁ ଠିକ ପଢାଉଛି କି ନାହିଁ ଆପଣ ମାନେ ମା ମାନେ ବହୁଳ ଭାବରେ ଏଠି ଉପସ୍ଥିତ ଥିବାରୁ ମୁଁ ଆଉ ତାଙ୍କୁ ବହୁତ ଧନ୍ୟବାଦ ଦଉଛି। ଆଜି ଏଇ ଯୋଉ ଏକ ସ୍ୱତନ୍ତ୍ର ଗ୍ରାମ ସଭା ମାଧ୍ୟମରେ ଏକ କର୍ମଶାଳା ଏ କର୍ମଶାଳା କଣ ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଯୋଉ ଅଧୀନସ୍ଥ ଯୋଉ ସର୍ଭେ ହବ ବର୍ତ୍ତମାନ ସରକାରଙ୍କର ମୂଳ ଲକ୍ଷ୍ୟ ଭାରତ ସରକାର ଏବଂ ରାଜ୍ୟ ସରକାର ଓଡ଼ିଶାଙ୍କର ମୂଳ ଲକ୍ଷ୍ୟ କୋଉମାନେ କୌଣସି ନାଗରିକ କୌଣସି ଲୋକ ବିନା ଛାତ ତଳେ ରହିପାରିବେ ନାହିଁ ସେ ନିଶ୍ଚିନ୍ତ ଛାତ ତଳେ ହିଁ ରହିବେ କାରଣ ଯୋଉ ଦ୍ରବ୍ୟ ଦୁର୍ବିପାକ ହଉଛି ବନ୍ୟା ବାତ୍ୟା ହଉଛି ଆମେ ବାରମ୍ବାର ପ୍ରତିବର୍ଷ ସେ ବାତ୍ୟାରେ କବଳିତ ହଉଛେ ଆମ ଘରେ ଖଣ୍ଡ ନଥିବା ଯୋଗୁଁ ସ୍କୁଲ ଦୁଆର ଓ କୋଠର ଦୁଆର ରହୁଛେ ତେଣୁ ଏଥିରୁ ନିବୃତ୍ତ ହେବା ପାଇଁ ସରକାର ଗୋଟେ ନେଇଛନ୍ତି ଟାର୍ଗେଟ ଯେ ସମସ୍ତ ଲୋକଙ୍କୁ ଆମେ ଘର ଆବାସ ଯୋଗାଇ ଦେବା ଏ ଆବାସ ନା ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଯୋଉ ଗାଁ ସ୍ତରରେ ଯୋଉମାନେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ତେଣୁ ଆଜି ଏଇ ଯୋଉ ସଭାର ମୂଳ ଉଦ୍ଦେଶ୍ୟ ହେଲା ଆମେ ସମସ୍ତେ ସରକାର କହିଲେ ଯେ ଆମେ ନିଜର ନିଜେ ସର୍ଭେ କରିବା କଣ ନା ଆମେ କୋଉ ପରିସ୍ଥିତିରେ ଅଛେ ଗାଁରେ ଆମେ କୋଉ ଘରେ ରହୁଛେ କିଭଳିଆ ଘରେ ରହୁଛେ ତେଣୁ ତାର ନିଜେ ସର୍ଭେ ନିଜେ କରିବା ନିଜେ ଆପ୍ଲାଏ କରିବା ତାକୁ ଆମର ଗୋଟେ ଆବାସ ଯୋଉ ପୋର୍ଟାଲ ଅଛି ଆବାସ ପୋର୍ଟାଲ ଅଛି ସେ ଆବାସ ପୋର୍ଟାଲ ଗୋଟେ ଆପ୍ ଅଛି ସେ ଆପ୍ ମାରିକି ଆପଣମାନେ ସେଇ ମୋବାଇଲରେ ଆପଣ ଡାଉନଲୋଡ କରିବେ ଡାଉନଲୋଡ କରିକି ତାକୁ ଛାଡ଼ିବେ ଆପ୍ଲାଏ କରିବେ ଆପଣ ନିଜେ ନିଜର ସର୍ଭେ ନିଜେ କରିବେ ତାପରେ ଯଦି କୋଉମାନେ ଭାଇମାନେ ପାରିଲେ ନାହିଁ ଯଦି ସେ ଜଣାନ୍ତି ପଞ୍ଚାୟତ ହଉ ବ୍ଲକ ହଉ ସେମାନେ ସରକାରୀ କର୍ମଚାରୀ ଆସି ସେମାନେ କରିବେ ସେ ଘରେ ଘରେ ବୁଲିବେ ଆଉ ସବୁବେଳେ ଏଇ ଯୋଉ ଆପ୍ଲାଏ କଲା ପରେ ସେ ନିଜେ ଗୋଟେ ଘୋଷଣା ନାମ ଦେବେ ନିଜେ ଘୋଷଣାଟା ମୁଁ ଯାହା ଦେଇଛି ଏଟା ସତ୍ୟ ଅଟେ ତାପରେ ସରକାରୀ ଗୋଟେ ଟିମ୍ ଆସିବ ତାକୁ ତଦାରଖ କରିବ ସେ ତଦାରଖ ଯଦି ଠିକ ଥାଏ ଆପଣମାନେ ଯୋଉଟା କଣ କଲେ ଆବେଦନ କଲେ ସେ ଆବେଦନ ଯଦି ସତ୍ୟତା ଥାଏ ତେବେ ଆପଣଙ୍କ ନାମ ସେଇ ଲିଷ୍ଟରେ ରହିବ ଆପଣ ପାଇବାକୁ ଯୋଗ୍ୟ ବୋଲି ଯୋଗ୍ୟ ହିତାଧିକାରୀ ଲିଷ୍ଟରେ ରହିବ ଏବେ ବୁଝିଲେ ତେଣୁ ଏଟା ମୁଁ ତାର ପଢୁଛି ସରକାର ଯୋଉ ଦେଇଛନ୍ତି ମହାଶୟ ଆପଣମାନେ ଜାଣନ୍ତି ଗ୍ରାମାଞ୍ଚଳ ପ୍ରତ୍ୟେକ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତଟିଏ ଗଢ଼ି କରି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇ ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାଥମିକତା 2016 ମସିହାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାଜ୍ୟରେ 28,25,000 ପରିବାରକୁ ଗୃହ ମଞ୍ଜୁର କରାଯାଇଥିବା ସ୍ଥଳେ 23 ଲକ୍ଷରୁ ଉର୍ଦ୍ଧ୍ୱ ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏହି ଯୋଜନାର ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ 2 ଚକିଆ ଯାନ ଫ୍ରିଜ୍ ଅଥବା ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାରକୁ ଅଯୋଗ୍ୟ ବିବେଚନା କରାଯିବ ନାହିଁ ଏଇଠି କହିଲା ଆଗେ ଥିଲା ଯାହାର ଫ୍ରିଜ୍ 2 ଚକିଆ ଯାନ 10,000ରୁ 15,000 ଇନକମ୍ ଥବ ସେମାନେ ଆପ୍ଲାଏ କରିପାରିବେ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପରିବାର ମାସିକ ଆୟ ସୀମା 10,000ରୁ 15,000କୁ ବୃଦ୍ଧି କରାଗଲା ପରବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଗୋଟେ ଦେଖାଯାଉଛି